9টাରେ ଉଠିକି ବ୍ରସ୍ କରିଛି। ଆଉ ଏଠି ଆମର ମମି ଜାନ୍ ବଡ଼ି ପାରୁନାହାନ୍ତି 4ଟା ରାତିରୁ ଉଠିକିରି ଯେଉଁଦିନ ବଡ଼ି ପାରା ଡ୍ୟୁଟି ଥବ ସେଦିନ ରାତି 3ରୁ ଆଉ ନିଦ ମାଡ଼ିବନି। ଏଇଥିରେ ବଡ଼ି ପାରା ଥବ। Hey everyone, welcome and welcome back to my channel. ସମସ୍ତେ ବହୁତ ଆଉ ଏଠି ବୋଉ ତାର ବଡ଼ି ପୁରାପୁରି କରିଛି। ଦିଦି ତ ଆସି ତାର ଏଠି ସବୁ ଜିନିଷପତ୍ର ସବୁ ସେ କ'ଣ ହଜାଡ଼ୁଛି। ଆଉ ଆମ ରାଜାକୁ ଦେଖନ୍ତୁ, ତ ସିଏ ବାଙ୍ଗାଲୋରରେ ଥିଲା, ଆସିଛି। ତ ଏମିତି ସବୁ ଘରେ ଚାଲିଛି। ଆଉ ରାଜା ପାଇଁ କ'ଣ କ'ଣ ସବୁ ପ୍ରିପେୟାର ହେଇଛି ତ ଭିଡ଼ିଓଟି ଆଗକୁ ଦେଖିଲେ ଜାଣିପାରିବେ। ଆଉ ଭିଡ଼ିଓଟି ଭଲ ଲାଗିଲେ ନିଶ୍ଚୟ ଲାଇକ୍ କମେଣ୍ଟ ସେୟାର କରିବାକୁ ଜମା ବି ଭୁଲିବେନି। ଆଉ ଦେଖନ୍ତୁ ଏଇଠି ସବୁ ଭାଇ ଭଉଣୀ ମିଶିକି ସବୁ ଗପସପ କରୁଛୁ। ତାପରେ ମର୍ଣ୍ଣିଂରେ ଏଇଠି କିଛି ଫ୍ରୁଟ୍ସ କାଟିକି ଖାଇଥିଲୁ। ତାପରେ ଦିଦି ତାର ABC ଜୁସ୍ ବନାଉଥିଲା ଘରେ, ତ ସେଇଟା ବି ଟିକେ ଟିକେ ପିଇଥିଲୁ ସମସ୍ତେ। ଆଉ ତାପରେ ଆଜି ପଖାଳ ବି ଖିଆ ହେବ, କାହିଁକିନା ଭେଟି ମାଛ ମାନେ ଯେଉଁଟାକୁ ପୋଟେଇ ମାଛ କୁହନ୍ତି, ସେଇ ମାଛ, ଚିଙ୍ଗୁଡ଼ି, ଶାଗ ଭଜା। ତ ଖାଇଲା ବେଳେ ମୁଁ ଭିଡ଼ିଓ କରିନି କିନ୍ତୁ ଖାଇ ଦେଇଛି। ଆଉ ଏଇଠି ବୋଉ ତାର ବସିକି ମାଛ କାଟୁଥିଲା। ଏଇଟା ମାଛ ଦେଖନ୍ତୁ, ଏଇଟା ହେଉଛି ଭେଟି ମାଛ ବା ଆକୁ ପୋଟେଇ ମାଛ ବି କହନ୍ତି। ଏଇ ମାଛଟା ବହୁତ ଟେଷ୍ଟି। ଆଉ ଚିଙ୍ଗୁଡ଼ିଟା ଅଛି, ତ ଚିଙ୍ଗୁଡ଼ି ଯେତେବେଳେ ଆସେ ପୋଇ ଚିଙ୍ଗୁଡ଼ି ଘାଣ୍ଟ ହୁଏ, ତ ସେଇଟା ହେବ। ଆଉ ଏଥିରେ ମଟନ୍ ଅଛି। ତ ପଖାଳ ଖାଇକି ଆଉ ଏପଟେ ମାଛ ବି ହେଲା, ତାପରେ ମଟନ୍ ବି ହେବ। ତ ଭିଡ଼ିଓଟି ଦେଖନ୍ତୁ। ଏଇଠି ଦିଦି ତାର ମାଛ ଭଜା କରିଦେଲା। ଏଇଟା ହେଉଛି ପୋଇ, ଆଜି ଦିଦି ରୋଷେଇ କରିଛି ପୋଇ ଚିଙ୍ଗୁଡ଼ି। ଆଉ ମଟନ୍ଟା ମୋ ଦାୟିତ୍ୱ। ମୁଁ ଏଠି ପିଆଜ ଭାଜିକି ମସଲା ଯେମିତି କରେ ସେମିତି ମଟନ୍ଟା କରିଥିଲି। ତ ସବୁ ଏମିତି ଚାଲିଛି କାମ ଘରେ ବି ଟିକେ। ଆଉ ଏଇଠି ସବୁ ପରିବା ଆସିଥିଲା, ସେଇଟା ବି ରଖିବା ଦାୟିତ୍ୱ ହିଁ ମୋର। ଆଉ ଏଇଠି ଚାଲନ୍ତୁ ଦେଖିବା ବାରିପଟେ। ଏଇଠି ମଟନ୍ ଆମର କଷାକଷି ପ୍ରାୟ ସରି ଆସିଲାଣି। ସେପଟେ ମାଛ ବି ହେଇଯାଇଥିଲା, ଭାତ ଆଉ ସାଲାଡ଼ ବନେଇଥିଲି, ଡାଲି ହେଇନଥିଲା। ଆଉ ମାଛ ତରକାରୀ ଲୋକ ଦେଖିପାରୁଥିବେ, ପୁରା ଟେଷ୍ଟି। ଆଉ ଏ ମାଛଟା ବହୁତ ଟେଷ୍ଟି। ଆଉ ରାଜା ଆମର ଏଠି କ'ଣ କାମ କରୁଛି ଦେଖନ୍ତୁ। ଫ୍ରିଜ୍ଟା ଆମର ଏଇଠିକି ଆସିବ ବୋଲି ରାଜା ତାର ସବୁ କାମ ଚଲେଇଛି। ମେକାନିକ୍। ତ ମଟନ୍ଟା ଏଇଠି ମୁଁ ପଛରେ ଚର୍ବି ପକାଇଥିଲି ବୋଲିକା ଏମିତି ଉପରେ ଚର୍ବି ଗୁଡ଼ା ବହୁତ ଭାସୁଛି, କିନ୍ତୁ ଚର୍ବି କମ୍ ଆସିଥିଲା। ଆଉ ଫାଇନାଲ୍ ଲୁକ୍ ମଟନ୍ର ଦେଖନ୍ତୁ। ତ ଘରେ ଏବେ ସମସ୍ତେ ରାଜା ଦିଦି ସମସ୍ତେ ଆମେ ଅଛୁ। ଯେତେବେଳେ କେହି ନଥାନ୍ତି ସେତେବେଳେ ଏକା ଏକା ଲାଗେ, ଭଲ ଲାଗେନି। ଏବେ କିନ୍ତୁ ଘରେ ସମସ୍ତେ ମିଶିକି ଝଗଡ଼ା ବି ଚାଲିଛି, କିନ୍ତୁ ଗହଳି ଆଉ ଏମିତି ସବୁ। ଏସବୁରେ ବି ଖାଇବା ଟାଇମ୍ ବି ହେଇଯାଇଥିଲା, ସମସ୍ତେ ଖାଇ ଦେଇଥିଲୁ। ତ ଖାଇବା ବେଳେ ଭିଡ଼ିଓ କରିବା ମୋର ଜମା ଏତେ ମନେ ପଡ଼େନି। ଆଉ ଏଇଟା ହେଉଛି 5ଟା ବେଳର ଟାଇମ୍। ଏଇଠି ଟିକେ ବସିଥିଲି ଆମ ଘର ପାଖରେ ଏଇ ସାଇଡ଼୍ରେ ବୋଉ ସବୁ ଏତକ ଗଛ ଲଗେଇଛି, କଲରା, ଲଙ୍କା, କଖାରୁ, ପୋଇ, ଏଇସବୁ ଗୁଆ ଗଛ। ତ ସେଇ ଗଛ ସବୁ ମୁଁ ଆପଣମାନଙ୍କୁ ଦେଖିଛି। ଆଉ ଆମ ବାରିପଟେ ଯେଉଁ ଆମ୍ବ ଗଛ ହେଇଥିଲା ସେଇଟା ଆମ୍ବ ଗୁଡ଼ା ପାଚିଛି। ତ ସେଇଟା ବି ଦେଖନ୍ତୁ। ଏଇଟା କଞ୍ଚା ଥିଲାବେଳେ ମୁଁ ଭିଡ଼ିଓ ବନେଇଥିଲି, କିନ୍ତୁ ଏବେ ସବୁ ପାଚିଛି ବହୁତ ସାରା, ଆଉ ପାଚିକି ବି ଝଡ଼ୁଛି। ତ ଇଏ ଥିଲା ଏମିତି ଆଜିର ବ୍ଲଗ୍। ତ ଆଶା କରିଛି ବହୁତ ଭଲ ଲାଗିଥାଇପାରେ। ସୋ ପ୍ଲିଜ୍ ଲାଇକ୍ କମେଣ୍ଟ ସେୟାର କରିବାକୁ ଜମା ବି ଭୁଲିବନି। ଆଗକୁ ବହୁତ ନୂଆ ଭିଡ଼ିଓ ଆସିବ। ସବୁ ରହୁଛି। ଜୟ ଜଗନ୍ନାଥ।